1857 ମସିହା ମହାନ ବିଦ୍ରୋହ ଭାଗ ପ୍ରଥମକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଜିର ଏହି ଭିଡ଼ିଓରେ ଆମେ ଜାଣିବା 1857 ମସିହା ମହାନ ବିଦ୍ରୋହ ବିଷୟରେ। ପିଲାମାନେ, 1857 ମସିହାର ମହାନ ବିଦ୍ରୋହ ତୁମର ବାର୍ଷିକ ପରୀକ୍ଷାରେ ଯଦି ଡାଇରେକ୍ଟ ପ୍ରଶ୍ନ ଆସେ ତାହେଲେ ତୁମେ ଏଠି ଯେଉଁ ହିସାବରେ ପଏଣ୍ଟ ଗୁଡ଼ିକ ଲେଖା ହେଇଛି ଏହି ହିସାବରେ ପଏଣ୍ଟ ଗୁଡ଼ିକ ଲେଖିବ, ତୁମର ଉତ୍ତରଟି ସମ୍ପୂର୍ଣ୍ଣ ହୋଇଯିବ। ଏବଂ ଯଦି ତୁମର ବାର୍ଷିକ ପରୀକ୍ଷାରେ ପ୍ରଶ୍ନଟି ବୁଲେଇ ବଙ୍କେଇକି ବି ପଚାରିବ, ଯଦି ତୁମେ ତୁମର ନୋଟଟିକୁ ଏହି ହିସାବରେ ତିଆରି କରିଥିବ ତାହେଲେ ତୁମେ ତାର ଉତ୍ତରଟିକୁ ବି ସଠିକ୍ ଏବଂ ନିର୍ଭୁଲ ଭାବରେ ତୁମର ଉତ୍ତର ଖାତାରେ କରିକି ଆସିପାରିବ। କେବଳ ତୁମେ ଲଙ୍ଗ କ୍ୱେଶ୍ଚନକୁ ଠିକ୍ ଭାବରେ କରିପାରିବନି ପିଲାମାନେ, ଏହିପରି ଭାବରେ ଯଦି ତୁମେ ତୁମର ନୋଟଟିକୁ ତିଆରି କରିବ ତାହେଲେ ତୁମେ 3 ମାର୍କର ପ୍ରଶ୍ନ ମଧ୍ୟ ଠିକ୍ ଭାବରେ କରିପାରିବ। ପିଲାମାନେ, ଯଦି ତୁମର ପରୀକ୍ଷାରେ 1857 ମସିହାର ମହାନ ବିଦ୍ରୋହ ଡାଇରେକ୍ଟ ଲଙ୍ଗ କ୍ୱେଶ୍ଚନ ପଡ଼େ ତାହେଲେ ପ୍ରଥମେ ତୁମେ 1857 ମସିହାର ମହାନ ବିଦ୍ରୋହ ବିଷୟରେ ସାମାନ୍ୟ ଜ୍ଞାନ ପ୍ରଦାନ କରିବ। ତାପରେ 1857 ମସିହା ମହାନ ବିଦ୍ରୋହର ସ୍ୱରୂପ ବିଷୟରେ ବର୍ଣ୍ଣନା କରିବ। ତାପରେ ବିଦ୍ରୋହର କାରଣ ଗୁଡ଼ିକ କ'ଣ କ'ଣ ଥିଲା ଲେଖିବ। ତାପରେ ବିଦ୍ରୋହର ଅଗ୍ରଗତି ବିଷୟରେ ଲେଖିବ। ବିଦ୍ରୋହର ନେତୃତ୍ୱ ବିଷୟରେ ଲେଖିବ। ବିଦ୍ରୋହକୁ ଇଂରେଜମାନେ କେମିତି ଦମନ କଲେ ତାର ବିଷୟରେ ଲେଖିବ। ତା ସହିତ ବିଦ୍ରୋହର ଫଳାଫଳ ଲେଖି ତୁମର ଉତ୍ତରଟିକୁ ସମ୍ପୂର୍ଣ୍ଣ କରିବ। ଯଦି ବି ତୁମର ବାର୍ଷିକ ପରୀକ୍ଷାରେ ଏହି 1857 ମସିହାର ମହାନ ବିଦ୍ରୋହ ବୁଲେଇ ବଙ୍କେଇକି ପ୍ରଶ୍ନ ଆସେ, ଯେମିତିକି 1857 ମସିହାର ମହାନ ବିଦ୍ରୋହର କାରଣ ଏବଂ ଫଳାଫଳ ବିଷୟରେ ଲେଖ, ତାହେଲେ ତୁମେ ଏଠି ଆରାମସେ କାରଣ ପଢ଼ିଥିବ, ପିଲାମାନେ କରିପାରିବ। ତାର ଫଳାଫଳ ବିଷୟରେ ବି ପଢ଼ିଥିବ, ଆରାମସେ କରିପାରିବ। ଆହୁରି ବି ପିଲାମାନେ ଆହୁରି ବି ଯଦି ବୁଲେଇ ବଙ୍କେଇକି ପ୍ରଶ୍ନ ଆସିବ 1857 ମସିହା ମହାନ ବିଦ୍ରୋହର କାରଣ ଏବଂ ତାର ଅଗ୍ରଗତି ବିଷୟରେ ବର୍ଣ୍ଣନା କର ବୋଲି ଯଦି ପ୍ରଶ୍ନ ଆସିବ ତାହେଲେ ବି ଏଠି କାରଣ ତୁମେ ଆରାମସେ ପଢ଼ିଥିବ, କରିପାରିବ। ତା ସହିତ ବିଦ୍ରୋହର ଅଗ୍ରଗତି ବିଷୟରେ ବି ଜାଣିଥିବ, ଆରାମସେ କରିପାରିବ। ତ ପିଲାମାନେ, 1857 ମସିହା ମହାନ ବିଦ୍ରୋହର ନୋଟଟିକୁ ତୁମେ ଏହିପରି ଭାବରେ ହିଁ ତିଆରି କରିବ। ଏଠି ଯେଉଁ ପଏଣ୍ଟ ଗୁଡ଼ାକ ଲେଖାଯାଇଛି, ଯଦ୍ୱାରା ତୁମେ 8 ମାର୍କର ଲଙ୍ଗ କ୍ୱେଶ୍ଚନ ପଢ଼ିଲେ ବି ବହୁତ ସୁନ୍ଦର ଭାବରେ ଲେଖିକି ଆସିପାରିବ। ତା ସହିତ ଯଦି 3 ମାର୍କର ପ୍ରଶ୍ନ ଗୁଡ଼ିକ ବି ଆସିବ ତାହେଲେ ଆରାମସେ କରିପାରିବ। 3 ମାର୍କର ପ୍ରଶ୍ନ ଗୁଡ଼ିକ କ'ଣ କ'ଣ ଆସିବ ଏଠି ଦେଖ ପିଲାମାନେ। 1857 ମସିହା ମହାନ ବିଦ୍ରୋହର ସ୍ୱରୂପ କ'ଣ ଥିଲା ହେଇପାରିବ 3 ମାର୍କର ପ୍ରଶ୍ନ। ଆହୁରି ହେଇପାରିବ 1857 ମସିହା ମହାନ ବିଦ୍ରୋହର ଅଗ୍ରଗତି ବିଷୟରେ ବର୍ଣ୍ଣନା କର। 1857 ମସିହାର ନେତୃତ୍ୱ କେଉଁମାନେ କେଉଁ ସ୍ଥାନରେ ନେଇଥିଲେ ସେଇଟା ବି ପଡ଼ିପାରେ। 1857 ମସିହାର ମହାନ ବିଦ୍ରୋହର ଦମନ କେମିତି ଇଂରେଜମାନେ କରିଥିଲେ ସେଇଟା ବି 3 ମାର୍କର ପ୍ରଶ୍ନ ହେଇପାରିବ। ଆହୁରି ପିଲାମାନେ 1857 ମସିହାର ବିଦ୍ରୋହର ଫଳାଫଳ ବିଷୟରେ ଲେଖ ବୋଲିକି ବି 3 ମାର୍କର ପ୍ରଶ୍ନ ଆସିପାରେ। ତ ତୁମେ ଯଦି ଏହିପରି ଭାବରେ ତୁମର ନୋଟଟିକୁ ତିଆରି କରିଥିବ, ପ୍ରଶ୍ନ ଯେମିତି ବା ଆସୁନା କାହିଁକି ତୁମେ ବହୁତ ସୁନ୍ଦର ଭାବରେ ତାର ଉତ୍ତରଟି ଲେଖିପାରିବ। ଆଜିର ଏହି 1857 ମସିହା ମହାନ ବିଦ୍ରୋହର ପ୍ରଥମ ଭାଗ ଭିଡ଼ିଓରେ ଆମେ କେବଳ 1857 ମସିହା ମହାନ ବିଦ୍ରୋହ ବିଷୟରେ ଜାଣିବା। ତା ସହିତ 1857 ମସିହା ମହାନ ବିଦ୍ରୋହର ତାର ସ୍ୱରୂପ ବିଷୟରେ ଜାଣିବା ଏବଂ ଏହି ବାକିତକ ସବୁ ଆମେ ପରବର୍ତ୍ତୀ ଭିଡ଼ିଓ ଗୁଡ଼ାକରେ କଭର କରିବା। 1857 ମସିହାର ମହାନ ବିଦ୍ରୋହ। 1857 ମସିହାର ମହାନ ବିଦ୍ରୋହ ଇଂରେଜମାନଙ୍କ ବିରୋଧରେ ହୋଇଥିଲା। ଏହି 1857 ମସିହାର ମହାନ ବିଦ୍ରୋହ 1857 ମସିହାରେ ହିଁ ସଂଗଠିତ ହୋଇଥିଲା। ଏହି 1857 ମସିହାର ମହାନ ବିଦ୍ରୋହର ତାତ୍ପର୍ଯ୍ୟ ତଥା ତାର ବ୍ୟାପକତା ଅନ୍ୟ ବିଦ୍ରୋହମାନଙ୍କ ତୁଳନାରେ ଅଧିକ ଥିଲା। ଏହି 1857 ମସିହା ମହାନ ବିଦ୍ରୋହ ଇଂରେଜ ସରକାରଙ୍କୁ ସାମାନ୍ୟ ଭାବରେ ଉଚ୍ଛେଦ
କରିଦେଇଥିଲା। ଏହି 1857 ମସିହା ବିଦ୍ରୋହର ବା ସଂଗ୍ରାମର ଛାମୁଆ ବାହିନୀ ଥିଲେ ସିପାହୀମାନେ। ଏହି 1857 ମସିହାର ବିଦ୍ରୋହ ଇଂରେଜ ସରକାରଙ୍କର କାର୍ଯ୍ୟକଳାପକୁ ତୀବ୍ର ବିରୋଧ କରିଥିଲା। ଏହି 1857 ମସିହାର ମହାନ ବିଦ୍ରୋହ ସମୟରେ ଭାରତୀୟମାନେ ଯେଉଁ ଇଂରେଜ ସରକାରଙ୍କର ସରକାରୀ ଚାକିରିଗୁଡ଼ିକ କରୁଥିଲେ, ସେମାନେ ତାଙ୍କର ସରକାରୀ ଚାକିରି ତ୍ୟାଗ କରିଥିଲେ। ଯେମିତିକି ଭାରତୀୟ ସିପାହୀମାନେ, ଏମାନେ ସମସ୍ତେ ଇଂରେଜ ସରକାରଙ୍କର ଦ୍ୱାରା ସିପାହୀ ଭାବରେ କାର୍ଯ୍ୟ କରୁଥିଲେ। ଏମାନେ ତାଙ୍କର ସିପାହୀ ପଦବୀକୁ ତ୍ୟାଗ କରିଥିଲେ। ଏହି 1857 ମସିହା ମହାନ ବିଦ୍ରୋହରେ ସିପାହୀମାନେ, ଗାଦିଚ୍ୟୁତ ରାଜାମାନେ, କୃଷିଜୀବୀମାନେ, କାରିଗରମାନେ ତଥା ବୁଣାକାରମାନେ ମଧ୍ୟ ଏହି 1857 ମସିହା ମହାନ ବିଦ୍ରୋହରେ ଅଂଶଗ୍ରହଣ କରିଥିଲେ। ଏହି 1857 ମସିହାର ମହାନ ବିଦ୍ରୋହକୁ ସିପାହୀ ବିଦ୍ରୋହ ନାମକରଣ କରିବା ମଧ୍ୟ ଅଯଥାର୍ଥ ହୋଇଯିବ। କାହିଁକିନା ଏହି 1857 ମସିହା ମହାନ ବିଦ୍ରୋହ ହୁଏତ ସିପାହୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥାଇପାରେ, କିନ୍ତୁ ସିପାହୀମାନଙ୍କୁ ଛାଡ଼ିଦେଲେ ଏହି 1857 ମସିହା ମହାନ ବିଦ୍ରୋହରେ ଗାଦିଚ୍ୟୁତ ରାଜାମାନେ, କୃଷିଜୀବୀମାନେ, କାରିଗରମାନେ ତଥା ଭାରତୀୟ ବୁଣାକାରମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ତେଣୁକରି ଯଦି ଆମେ 1857 ମସିହା ବିଦ୍ରୋହକୁ ସିପାହୀ ବିଦ୍ରୋହ କହିବା, ତାହେଲେ ତାହା ଅଯଥାର୍ଥ ହୋଇଯିବ। ଏହି 1857 ମସିହା ମହାନ ବିଦ୍ରୋହକୁ ଆମେ ଭାରତର ପ୍ରଥମ ସ୍ୱାଧୀନ ସଂଗ୍ରାମ ମଧ୍ୟ କହିପାରିବା ନାହିଁ ବା ଏହି 1857 ମସିହା ମହାନ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ କହିବା ଠିକ୍ ହେବ ନାହିଁ। କାହିଁକିନା ଏହି 1857 ମସିହା ମହାନ ବିଦ୍ରୋହ ପୂର୍ବରୁ ଭାରତରେ ଅନେକ ଗୁଡ଼ିଏ ବିଦ୍ରୋହ ହୋଇଛି। ଯେମିତି ପାଇକ ବିଦ୍ରୋହ, ସନ୍ନ୍ୟାସୀ ବିଦ୍ରୋହ, ସାନ୍ତାଳ ବିଦ୍ରୋହ। ସେହି ଦୃଷ୍ଟିରୁ ଏହି 1857 ମସିହା ବିଦ୍ରୋହକୁ ଆମେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ କହିବା ଠିକ୍ ହେବ ନାହିଁ। ଏହି 1857 ମସିହା ମହାନ ବିଦ୍ରୋହକୁ ଆମେ ଗଣସଂଗ୍ରାମ କହିପାରିବା ବା ମହାସଂଗ୍ରାମ କହିବାଟା ଠିକ୍ ହେବ। ତା ସହିତ ଆମେ 1857 ମସିହା ମହାନ ବିଦ୍ରୋହ ବୋଲି କହିବାଟା ଠିକ୍ ହେବ। କାହିଁକିନା ଏହି ବିଦ୍ରୋହରେ ସମସ୍ତେ ଅଂଶଗ୍ରହଣ କରିଥିଲେ। ତା ସହିତ ଏହି ବିଦ୍ରୋହର ତାତ୍ପର୍ଯ୍ୟ ତଥା ବ୍ୟାପକତା ଅନ୍ୟ ବିଦ୍ରୋହମାନଙ୍କର ତୁଳନାରେ ଅଧିକ ଥିଲା। ତେଣୁକରି ଏହି 1857 ମସିହା ବିଦ୍ରୋହକୁ ଗଣସଂଗ୍ରାମ ବା ମହାସଂଗ୍ରାମ ବା 1857 ମସିହା ମହାନ ବିଦ୍ରୋହ କହିବାଟା ହିଁ ଠିକ୍ ହେବ। 1857 ମସିହା ମହାନ ବିଦ୍ରୋହର ସ୍ୱରୂପ। ସାର୍ ଜନ୍ ଲରେନ୍ସ ଏହି 1857 ମସିହା ମହାନ ବିଦ୍ରୋହକୁ ସିପାହୀମାନଙ୍କ ବିଦ୍ରୋହ ବୋଲି କହିଛନ୍ତି। ଏବଂ ଏଠି ଯେଉଁ ଉପରେ ପ୍ରଥମ ଫଟୋଚିତ୍ରଟି ଦେଖୁଛ, ଏଇଟା ହେଉଛି ସାର୍ ଜନ୍ ଲରେନ୍ସଙ୍କର ଫଟୋଚିତ୍ର। ସେମିତି ସାର୍ ଜେମ୍ସ ଆଉଟ୍ରାମ୍ ଏହି 1857 ମସିହା ମହାନ ବିଦ୍ରୋହକୁ ହିନ୍ଦୁ ମୁସଲମାନମାନଙ୍କ ମଧ୍ୟରେ ମିଳିତ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଏଠି ଯେଉଁ ମୁଁ ମାର୍କ କରୁଛି ଦେଖ ପିଲାମାନେ, ଏହି ଫଟୋଚିତ୍ରଟି ହେଉଛି ସାର୍ ଜେମ୍ସ ଆଉଟ୍ରାମ୍ଙ୍କର ଫଟୋଚିତ୍ର। ତାପରେ ପିଲାମାନେ ଦେଖ, ବେଞ୍ଜାମିନ୍ ଡିସରାଏଲି କ'ଣ କହିଛନ୍ତି ଏହି 1857 ମସିହା ବିଦ୍ରୋହକୁ? ବେଞ୍ଜାମିନ୍ ଡିସରାଏଲି 1857 ମସିହା ମହାନ ବିଦ୍ରୋହକୁ ଜାତୀୟ ଜାଗରଣ ବୋଲି କହିଛନ୍ତି। ଏଠି ଯେଉଁ ଫଟୋଚିତ୍ରଟି ମୁଁ ମାର୍କ କରୁଛି ଦେଖ ପିଲାମାନେ, ଏହି ଫଟୋଚିତ୍ରଟି ହେଉଛି ବେଞ୍ଜାମିନ୍ ଡିସରାଏଲିଙ୍କର ଫଟୋଚିତ୍ର ଏବଂ ସେ 1857 ମସିହା ମହାନ ବିଦ୍ରୋହକୁ ଜାତୀୟ ଜାଗରଣ ବୋଲି କହିଛନ୍ତି।
ବିନାୟକ ଦାମୋଦର ସବରକର ସେ 1857 ମସିହା ମହାନ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କହିଛନ୍ତି। ଏଠି ମୁଁ ପୁଣି ମାର୍କ କରୁଛି 4 ନମ୍ବର ଫଟୋ ଚିତ୍ରକୁ ଦେଖ ପିଲାମାନେ। ଏହି ଫଟୋ ଚିତ୍ରଟି ହେଉଛି ବିନାୟକ ଦାମୋଦର ସବରକରଙ୍କର ଫଟୋ ଚିତ୍ର ଏବଂ ସେ 1857 ମସିହା ମହାନ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କହିଛନ୍ତି। ଆର୍.ସି. ମଜୁମଦାର ଏହି 1857 ମସିହା ମହାନ ବିଦ୍ରୋହକୁ କ'ଣ କହିଛନ୍ତି ଦେଖ ପିଲାମାନେ। ବ୍ରିଟିଶ ଶାସନ ବିରୁଦ୍ଧରେ ଅଭିପ୍ରେରିତ ବୋଲି ସେ କହିଛନ୍ତି। ଏଠି ମୁଁ ମାର୍କ କରୁଛି ଦେଖ ପିଲାମାନେ। ଏହି ଫଟୋ ଚିତ୍ରଟି ହେଉଛି ଆର୍.ସି. ମଜୁମଦାରଙ୍କର ଫଟୋ ଚିତ୍ର ଏବଂ ସେ 1857 ମସିହା ବିଦ୍ରୋହକୁ ବ୍ରିଟିଶ ଶାସନ ବିରୁଦ୍ଧରେ ଅଭିପ୍ରେରିତ ବୋଲି କହିଛନ୍ତି ଏବଂ ପରିଶେଷରେ ଏସ୍.ଏନ୍. ସେନ୍ ଏହି 1857 ମସିହା ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମ ବୋଲି କହିଛନ୍ତି। ଏଠି ମୁଁ ରେଡ୍ କଲରରେ ମାର୍କ କରୁଛି ଦେଖ ପିଲାମାନେ। ଏହି ଫଟୋ ଚିତ୍ରଟି ହେଉଛି ଏସ୍.ଏନ୍. ସେନ୍ଙ୍କର ଫଟୋ ଚିତ୍ର ଯିଏକି 1857 ମସିହା ମହାନ ବିଦ୍ରୋହକୁ ଭାରତର ସ୍ୱାଧୀନତା ସଂଗ୍ରାମ ବୋଲି କହିଛନ୍ତି ଏବଂ ଏହା ହିଁ ଥିଲା ପିଲାମାନେ 1857 ମସିହା ମହାନ ବିଦ୍ରୋହର ସ୍ୱରୂପ। ପିଲାମାନେ ଭିଡ଼ିଓଟି ଯଦି ଭଲ ଲାଗିଥିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ। ତା ସହିତ ଏହି ଭିଡ଼ିଓଟିକୁ ତୁମର ସାଙ୍ଗମାନଙ୍କ ସହିତ ସେୟାର କରିଦେବ ଏବଂ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ତୁମର +2 ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରି ବିଷୟ ସମ୍ବନ୍ଧୀୟ ଭିଡ଼ିଓ ଗୁଡ଼ିକ ବିଷୟରେ ଜାଣିବା ପାଇଁ ତୁମେ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ।